ଶ୍ରୋତାବନ୍ଧୁ ଇତିହାସର ଛିନ୍ନ ପୃଷ୍ଠାରେ ବୌଦ୍ଧ ଧର୍ମର ପ୍ରତିଷ୍ଠାପକ ଭଗବାନ ଗୌତମ ବୁଦ୍ଧ ଆମର ଚିରସ୍ମରଣୀୟ। ତେବେ ଭଗବାନ ବୁଦ୍ଧଙ୍କୁ ନେଇ ଅନେକ କବିତା, ଅନେକ କାହାଣୀ ଆମେ ଶୁଣିଛେ। ଭଗବାନଙ୍କ ସହିତ ସଂଯୁକ୍ତ ସମ୍ପୃକ୍ତ ଅସଂଖ୍ୟ ଚରିତ୍ର ମାନେ ଆମର ଏ ଯାବତ୍ ସ୍ମରଣୀୟ ମଧ୍ୟ। ଆଜି ସେମିତି ଏକ ଚରିତ୍ର, ସେମିତି ଏକ ସ୍ମରଣୀୟ ବ୍ୟକ୍ତିତ୍ୱ, ସେ ହେଉଛନ୍ତି ଯଶୋଧାରା। ଭଗବାନ ଗୌତମ ବୁଦ୍ଧଙ୍କର ପ୍ରାଣପ୍ରିୟ ପତ୍ନୀ, ଧର୍ମପତ୍ନୀ ଯଶୋଧାରା। ଯଶୋଧାରାଙ୍କୁ ନେଇ ଅନେକ କବିତା ଆମେ ଶୁଣିଛେ। ଆଜି ଅନ୍ୟ ଜଣେ ବିଶିଷ୍ଟ କବି, ସମକାଳର ଯୁବ ସାହିତ୍ୟିକା ଡକ୍ଟର ରଶ୍ମି ଦାସ ଯଶୋଧାରାଙ୍କ ପାଇଁ କି ପ୍ରକାର ଆବେଗ, କି ପ୍ରକାର ଅନୁଭବ ରଖନ୍ତି, ଆମେ ଶୁଣିବା ତାଙ୍କ କବିତାରୁ। କବିତାର ଶୀର୍ଷକ ହେଉଛି ଯଶୋଧାରା ଏକ ସଂକଳ୍ପ। କବି ରଶ୍ମି ଦାସ। ଏକ ବିରାଟ ସଂକଳ୍ପର ନାମ, ଏକ ବିସ୍ତୀର୍ଣ୍ଣ ସଂଗଠନର ଚିହ୍ନ। ଏକ ବିରାଟ ସଂକଳ୍ପର ନାମ, ଏକ ବିସ୍ତୀର୍ଣ୍ଣ ସଂଗଠନର ଚିହ୍ନ। ଗୋଟେ ବିଶାଳ ହୃଦୟର ବାର୍ତ୍ତା, ସିଦ୍ଧାର୍ଥଙ୍କ ସିଦ୍ଧି ଆଉ ଗୋଟିଏ ମନ୍ତ୍ରର ସାଧନା। ହେ ଯଶୋଧାରା ତୁମେ। ଶାକ୍ୟ ବଂଶର କୁଳବଧୂ, ଲୁମ୍ବିନୀ ବାଟିକାର ମହକିତ ପୁଷ୍ପ, ପତି ସୋହାଗିନୀ ଅଲିଅଳି ରାଜବଧୂ ନାରୀ ତୁମେ। ମନର ନିବୃତ ଭାବନା ଭିତରେ ଜଣେ ଉଚ୍ଚାଟିତ ସ୍ୱର, ରାଜପୁତ୍ର ଗୌତମଙ୍କ ଅଙ୍କଶାୟିନୀ। ତଥାପି ତୁମେ କାରୁଣ୍ୟର ଏକ ଅନୁଚ୍ଚାରିତ ସ୍ୱରଲିପି, ଯାହା ହୃଦୟକୁ ତୁମର ଉଦ୍ବେଳିତ କରୁଥିଲା ବାରମ୍ବାର। ସଂସାର ଦୁଃଖପୂର୍ଣ୍ଣ, ଏହାର ମୁକ୍ତି ପଥକୁ ବାରମ୍ବାର ଅନ୍ୱେଷଣ କରୁଥିଲେ ଆପଣ। ବୁଝି ପାରିଥିଲେ ଜନ୍ମ, ମୃତ୍ୟୁ, ଜରା ବ୍ୟାଧିରେ ମଣିଷ ଛଟପଟ। ପାର୍ଥିବ ଜୀବନରେ ଅନେକ ଯନ୍ତ୍ରଣା, ତେଣୁ ନିର୍ବାଣରେ ଆନନ୍ଦର ସନ୍ଧାନ କରି ଗୈରିକ ବସନ ପରିଧାନ ପୂର୍ବକ ବାହାରି ଗଲେ ଗୃହତ୍ୟାଗୀ ସନ୍ନ୍ୟାସୀ ହୋଇ। ଯଶୋଧାରା ଏବେ ଯନ୍ତ୍ରଣାବିଦ୍ଧ ହୃଦୟଟେ। ଯଶୋଧାରା ଏବେ ଯନ୍ତ୍ରଣାବିଦ୍ଧ ହୃଦୟଟି ନେଇ ବୁଝିପାରିଛନ୍ତି ଦୁଃଖ ଓ କ୍ଲେଶକୁ ଦୂରୀଭୂତ କରି ଆତ୍ମସନ୍ତୋଷ ଆଉ ପ୍ରଶାନ୍ତିକୁ ହୃଦୟରେ ଅବସ୍ଥାପିତ କରିବାର ସମୟ ଆସିଛି। ମୁକ୍ତ ମନ ଆଉ ଉନ୍ମୁକ୍ତ ହୃଦୟ ଭିତରେ ସତ୍ୟର ସନ୍ଧାନ। ମୁକ୍ତ ମନ ଆଉ ଉନ୍ମୁକ୍ତ ହୃଦୟ ଭିତରେ ସତ୍ୟର ସନ୍ଧାନ। ସତେ ଯେମିତି ହରିତ୍ ବର୍ଣ୍ଣା ପତ୍ର ଗହଳ ଭିତରୁ ଝରଣା ସଦୃଶ ସୂର୍ଯ୍ୟ ରଶ୍ମି। ଜୀବନର ମୁକ୍ତି ଲାଭର ଅନ୍ୱେଷଣରେ ଯଶୋଧାରା ବିଚଳିତ ନଥିଲେ। କୋଳରେ ଶିଶୁପୁତ୍ର, ହୃଦୟ ଭିତରେ ପ୍ରେମକୁ ନିଚ୍ଛକ ନାରୀତ୍ୱର ବନ୍ଧନ ଭିତରେ ଜାବୁଡ଼ି ଧରିଥିଲେ। ଯଶୋଧାରା ବିଚଳିତ ନଥିଲେ। କୋଳରେ ଶିଶୁପୁତ୍ର, ହୃଦୟ ଭିତରେ ପ୍ରେମକୁ ନିଚ୍ଛକ ନାରୀତ୍ୱର ବନ୍ଧନ ଭିତରେ ଜାବୁଡ଼ି ଧରିଥିଲେ। ସେ ଆଉ ସାଧାରଣ ନାରୀଟିଏ ହୋଇ ନଥିଲେ, ଅନନ୍ୟ ବିଦୁଷୀରେ ରୂପାନ୍ତରିତ ହୋଇ ସାରିଥିଲେ। ଏବେ ଗୌତମଙ୍କ ଜୀବନରୁ ଯଶୋଧାରା ବିସ୍ମୃତ ନୁହନ୍ତି। ନିରଞ୍ଜନର ତଟଦେଶ, ଅଶ୍ୱତ୍ଥ ବୃକ୍ଷ ଆଉ ସିଦ୍ଧାର୍ଥଙ୍କ ସିଦ୍ଧି, ସବୁ ପଛରେ ସେଇ ଏକା ଯଶୋଧାରା, ଯିଏ ନିରଞ୍ଜନର ପବିତ୍ର ଜଳରାଶି ଭିତରେ ନିଜକୁ ଜଳଧାରା କରିପାରିଥିଲେ, ଯିଏ ବୁଦ୍ଧଙ୍କର ବୁଦ୍ଧତ୍ୱ ପ୍ରାପ୍ତିରେ ଏକାଗ୍ରତା ଢାଳି ଦେଇଥିଲେ। ଏବେ ଗୌତମଙ୍କ ଜୀବନରୁ ଯଶୋଧାରା ବିସ୍ମୃତ ନୁହନ୍ତି। ନିରଞ୍ଜନର ତଟଦେଶ, ଅଶ୍ୱତ୍ଥ ବୃକ୍ଷ ଆଉ ସିଦ୍ଧାର୍ଥଙ୍କ ସିଦ୍ଧି, ସବୁ ପଛରେ ସେଇ ଏକା ଯଶୋଧାରା,
ଯିଏ ନିରଞ୍ଜନର ପବିତ୍ର ଜଳରାଶି ଭିତରେ ନିଜକୁ ଜଳଧାରା କରିପାରିଥିଲେ, ଯିଏ ବୁଦ୍ଧଙ୍କର ବୁଦ୍ଧତ୍ୱ ପ୍ରାପ୍ତିରେ ଏକାଗ୍ରତା ଢାଳି ଦେଇଥିଲେ, ବନ୍ଦ ଆଖିର ପତା ଭିତରେ ହୃଦୟର ଭର୍ତ୍ତି ପ୍ରଶାନ୍ତିକୁ ନିଗାଡ଼ି ଦେଇ ଗାନ କରିଥିଲେ, ବୁଦ୍ଧଂ ଶରଣଂ ଗଚ୍ଛାମି, ଧର୍ମଂ ଶରଣଂ ଗଚ୍ଛାମି, ସଂଘଂ ଶରଣଂ ଗଚ୍ଛାମି। ବୁଦ୍ଧଂ ଶରଣଂ ଗଚ୍ଛାମି, ଧର୍ମଂ ଶରଣଂ ଗଚ୍ଛାମି, ସଂଘଂ ଶରଣଂ ଗଚ୍ଛାମି। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ ଯଶୋଧାରାଙ୍କ ସଂକଳ୍ପର ଏକ ମୂର୍ତ୍ତ ରୂପ, ଯଶୋଧାରା ଏକ ସଂକଳ୍ପ, କବି ଡକ୍ଟର ରଶ୍ମି ଦାସ। ଯଶୋଧାରାଙ୍କୁ ନେଇ ଏକ ସିରିଜ କବିତା କବି ରଶ୍ମି ଦାସଙ୍କର ଆମେ ଅନ୍ୟ ଏକ ଉପସ୍ଥାପନା ଶୁଣିବା। କବିତାର ଶୀର୍ଷକ ହେଉଛି ଯଶୋଧାରା, କବି ରଶ୍ମି ଦାସ। ତୁମେ ନିର୍ବାଣକୁ ଅନୁସନ୍ଧାନ କରୁଥିଲ ମୁଁ ଜୀବନ ବେଦ ଉପନିଷଦକୁ। ତୁମେ ନିର୍ବାଣକୁ ଅନୁସନ୍ଧାନ କରୁଥିଲ ମୁଁ ଜୀବନ ବେଦ ଉପନିଷଦକୁ। ମୁଁ ଗୋପା, ତୁମେ ଗୌତମ। ମୁଁ ଗୋପା, ତୁମେ ଗୌତମ। ତୁମେ ଦୁର୍ବାର କାମନାକୁ ଅବଦମିତ କରି ଚାଲିଲ ସତ୍ୟକୁ ପାଇବା ଆଶାରେ। ଏ ରାଜପ୍ରାସାଦ, ସିଂହାସନ, ରାଜ୍ୟ ଆଉ ମୁଁ ଗୋପା କଣ ମିଛ ଥିଲୁ? ଏ ରାଜପ୍ରାସାଦ, ସିଂହାସନ, ରାଜ୍ୟ ଆଉ ମୁଁ ଗୋପା କଣ ମିଛ ଥିଲୁ? ଲୁମ୍ବିନୀ କଣ ପ୍ରହେଳିକା ଥିଲା? ଶେଷରେ ତୁମର କୋମଳମତି ଆତ୍ମଜ ରାହୁଳ। ସେ ହୁଏତ ତାର କଅଁଳ ହାତ ଦୁଇଟି ବଢ଼ାଇ ଆଲିଙ୍ଗନ କରିବା ଆଶାରେ ବ୍ୟାକୁଳ ହୋଇଥିଲା। ତୁମକୁ କଠୋର ତପସ୍ୟା ଭିତରେ ସିଦ୍ଧାର୍ଥଙ୍କ ସଂକଳ୍ପ। ବୈଶାଖ ପୂର୍ଣ୍ଣିମା, ଚନ୍ଦ୍ରଙ୍କ ଶୀତଳ ଜ୍ୟୋତ୍ସ୍ନାହିତ ରାତ୍ରି, ସାରା ସଂସାର ନିଘୋଡ଼ ନିଦରେ। ମଗଧର ସୁନସାନ ଫଲ୍ଗୁ ନଦୀ ତଟରେ ଜାଗ୍ରତ ଜଣେ ସନ୍ନ୍ୟାସୀ, ସିଦ୍ଧାର୍ଥରୁ ବୁଦ୍ଧ। ବୈଶାଖ ପୂର୍ଣ୍ଣିମା, ଚନ୍ଦ୍ରଙ୍କର ଶୀତଳ ଜ୍ୟୋତ୍ସ୍ନାହିତ ରାତ୍ରି, ସାରା ସଂସାର ନିଘୋଡ଼ ନିଦରେ। ମଗଧର ସୁନସାନ ଫଲ୍ଗୁ ନଦୀ ତଟରେ ଜାଗ୍ରତ ଜଣେ ସନ୍ନ୍ୟାସୀ, ସିଦ୍ଧାର୍ଥରୁ ବୁଦ୍ଧ। ଧନୀ ହେଉ ଅବା ନିର୍ଧନ, ସହରୀ ହେଉ ଅବା ଗ୍ରାମୀଣ, ନାରୀ ହେଉ କି ନର, ସୁରୀ ମୁହଁରେ ତାଙ୍କର ପ୍ରଶଂସା ଚନ୍ଦନ ପରି ବିଚ୍ଛୁରିତ। ସମଗ୍ର ଆର୍ଯ୍ୟାବର୍ତ ଭଗବାନ ବୁଦ୍ଧମୟ। ସମଗ୍ର ଆର୍ଯ୍ୟାବର୍ତ ଭଗବାନ ବୁଦ୍ଧମୟ। ଆଉ ଯଶୋଧାରା ତାଙ୍କର ଅନେକ ପ୍ରଶ୍ନ ଭିତରେ ଭଗବାନ ବୁଦ୍ଧ ଅନେକ ଖୋଜିଛି ରାଜମହଲର ପ୍ରାଚୀର ଠାରୁ ଲୁମ୍ବିନୀର ରାଜରାସ୍ତା ପର୍ଯ୍ୟନ୍ତ। ଯୁଆଡ଼େ ଆଖି ଯାଇଛି ସିଆଡ଼େ ମୁଁ ତୁମର ପ୍ରତିବନ୍ଧକ ନୁହେଁ, ପ୍ରତିଛବି ହୋଇଥାନ୍ତି। ମୁଁ ତୁମର ପ୍ରତିବନ୍ଧକ ନୁହେଁ, ପ୍ରତିଛବି ହୋଇଥାନ୍ତି। କ୍ଷେତ୍ରାଣୀ ମୁଁ ଚନ୍ଦନ ସିନ୍ଦୁରର ଟୀକା ଦେଇ ରଣଭୂମିକୁ ପଠାଇବାର ଦକ୍ଷତା ମୋର ଅଛି। କ୍ଷେତ୍ରାଣୀ ମୁଁ ଚନ୍ଦନ ସିନ୍ଦୁରର ଟୀକା ଦେଇ ରଣଭୂମିକୁ ପଠାଇବାର ଦକ୍ଷତା ମୋର ଅଛି। ପ୍ରେମ ଆଉ ତ୍ୟାଗରେ ନିପୁଣା ମୁଁ, ସାଥିରେ ଥିଲେ ସୀତାଙ୍କ ପରି ତପସ୍ୱିନୀ ହୋଇଥାନ୍ତି। ଛାଡ଼ି ଯାଇଥିଲେ ଉର୍ମିଳା ପରି ଦ୍ୱାର ଦେଶରେ ଦୀପ ଜାଳୁଥାନ୍ତି, ମାତ୍ର କେବେ ଅଭିଯୋଗ କରିନଥାନ୍ତି। ଆଜି ମଧ୍ୟ ଛାଡ଼ିଯିବାର ଦୁଃଖ ନୁହେଁ, ବରଂ ପ୍ରେମରେ ଭରସା ନ କରିବାର ଗ୍ଳାନି। ଆଜି ମଧ୍ୟ ଛାଡ଼ିଯିବାର ଦୁଃଖ ନୁହେଁ, ବରଂ ପ୍ରେମରେ ଭରସା ନ କରିବାର ଗ୍ଳାନି ମୋର ନାରୀତ୍ୱର ଅପମାନ କରୁଛି। ଖାଲି ଯିବା ଆଗରୁ ଥରେ ତୁମ ପାପୁଲି ଦୁଇଟିରେ ମୋର ମଥାଟିକୁ ଆଉଜେଇ ନେଇଥାନ୍ତ। ଖାଲି ଯିବା ଆଗରୁ ଥରେ ତୁମ ପାପୁଲି ଦୁଇଟିରେ ମୋ ମଥାଟିକୁ ଆଉଜେଇ ନେଇଥାନ୍ତ ତୁମ ଛାତି ଉପରକୁ। ଯଶୋଧାରା ଏକ ପ୍ରବହମାନ ନଦୀ ପରି ପ୍ରବାହିତ ହେଉଥିଲେ, ମାତ୍ର ବୁଦ୍ଧ ମୌନ ଶିଳା ସଦୃଶ ନୀରବ
ଆବେଗରେ ଉନ୍ମାଦିନୀ ଯଶୋଧାରା। ହେ ସିଦ୍ଧାର୍ଥ 12 ବର୍ଷ ତଳେ ଦେଇଥିଲ ମୋର ମଥାର ସିନ୍ଦୁର। ହେ ସିଦ୍ଧାର୍ଥ 12 ବର୍ଷ ତଳେ ଦେଇଥିଲି ମୋର ମଥାର ସିନ୍ଦୁର, ଆଉ ଆଜି ଆପଣଙ୍କ ହାତରେ ସମର୍ପଣ କଲି ପୁତ୍ର ରାହୁଳକୁ। ମୁଁ ସେଇ ତୁମର ଯଶୋଧାରା, ମୁଁ ସେଇ ତୁମର ଯଶୋଧାରା, ଯେ ସଦା କାଳେ ତୁମର ଆଉ କେବଳ ତୁମର। ହେ ସିଦ୍ଧାର୍ଥ 12 ବର୍ଷ ତଳେ ଦେଇଥିଲି ମୋର ମଥାର ସିନ୍ଦୁର, ଆଉ ଆଜି ଆପଣଙ୍କ ହାତରେ ସମର୍ପଣ କଲି ପୁତ୍ର ରାହୁଳକୁ। ମୁଁ ସେହି ତୁମର ଯଶୋଧାରା, ଯେ ସଦା କାଳେ ତୁମର, କେବଳ ତୁମର, ତୁମର, ଯେ କେବଳ ତୁମର। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ ସମକାଳର ଜଣେ ବିଶ୍ୱସ୍ତ ଯୁବ ଉଚ୍ଚାରଣ କବି ଡକ୍ଟର ରଶ୍ମି ଦାସଙ୍କର କବିତା, ଯେଉଁଥିରେ ଯଶୋଧାରା ଏବଂ ଭଗବାନ ବୁଦ୍ଧଙ୍କୁ ନେଇ କବି ଭାବପ୍ରବଣ ହୋଇଛନ୍ତି ଏବଂ କବିତାରେ ନିଜ ହୃଦୟର ଆବେଗକୁ ଉଭୟଙ୍କ ପ୍ରତି ସମର୍ପଣ କରିଛନ୍ତି। ଯଶୋଧାରାଙ୍କୁ ନେଇ ତାଙ୍କର ଏହି ସିରିଜ କବିତା ଆଗକୁ ସେମିତି ଅବ୍ୟାହତ ରହୁ, ଏତିକି ଆମର କାମନା କବି ରଶ୍ମି ଦାସଙ୍କ ପାଇଁ। ଶ୍ରୋତାବନ୍ଧୁ, ଆଜିର এই ଅଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଅନେକ ଧନ୍ୟବାଦ।